शुभेन्दु भाई जॉइन करछंती तांकर परिचय दियंतु। गुड मॉर्निंग शुभ सकाळ समस्तଙ୍କୁ मो शुभेन्दु कुमार छटोई मो घर ब्रह्मपुर मु एबे सॉफ्टवेयर जॉब करूची बेंगलोर रे। आजिर हमर प्रसंग रहइबो जे आमे नाटक କରିବା ବା ଅଭିନୟ ଶିଖିବା ବା ଫିଲ୍ମ କରିବା ବା ରେଡିଓରେ ବି କାମ କରିବା ବା ସିରିଏଲରେ କାମ କରିବା ତ ଆମକୁ ଆମ ଇତିହାସ ଜାଣିବା ଦରକାର। ଯେମିତି ଆପଣ ଯେମିତି କେତେ ଜଣ କହିପାରିବେ କହିଲେ ଆପଣଙ୍କର କେତେ ପୁରୁଷ ମାନେ ମୋର ବାପାଙ୍କର ବାପା ତାଙ୍କ ବାପା ନା ଏମିତି କିଏ କହିପାରିବେ? 3 ପୁରୁଷ 4 ପୁରୁଷ କେତେ ଜଣ କହିପାରିବେ ଯେ ମୋ ବାପାଙ୍କ ନାଁ ଏଇଆ ଥିଲା ତାଙ୍କ ବାପା ନାଁ ଏଇଆ ଥିଲା ତାଙ୍କ ବାପା ନାଁ ଏଇଆ ଥିଲା? କେତେ ଜଣ କହିପାରିବେ? ଏନିୱାନ୍ କେହି ବି? ତ ଆମର ଆଜିକା ସମୟରେ ଜେନେରେସନ ଏଇଆ ହଉଛି ଅସୁବିଧା ରହୁଛି ଯେ ଆମେ ସବୁ ଡାଟା ଏବେ ଏଆଇ ଉପରେ ନିର୍ଭର କରୁଛେ। ଆମ ମୁଣ୍ଡରେ ଏବେ ଡାଟା ରହୁନାହିଁ। ସବୁ ଡାଟା ଆମ ସବୁ ଏଆଇ ଉପରେ ନିର୍ଭର କରିଦଉଛେ ଯୋଉଟା ଏଆଇ ସବୁବେଳେ ଠିକ ଦିଏ ନାହିଁ। ଯାହା ବି ଡାଟା ଆମେ ଦେଖୁଛୁ ଦୀପକ ଭାଇ ଭିଡିଓ ଅନ୍ କରନ୍ତୁ ହଁ। ତେଣୁକରି ଯେତେବେଳେ ଆପଣ ନାଟକ କରିବେ ବା ଅଭିନୟ ଶିଖିବେ ଆପଣ ଆପଣଙ୍କ ଇତିହାସ ଜାଣିବା ଦରକାର। ଯେ ଆମ ଇତିହାସ ବା ଆମ କଳା ସଂସ୍କୃତି କେତେ ରିଚ୍ ଥିଲା ବା କେତେ କଷ୍ଟ କରିଥିଲେ। ତେଣୁ ଆଜିର ପ୍ରସଙ୍ଗ ଆମେ ଲିଟରେଚର ଉପରେ ଯିବା ଅଭିନୟର ବିଭିନ୍ନ କ୍ଷେତ୍ର ଯେମିତି ଅଛି ପ୍ରାକ୍ଟିକାଲ ଅଛି ଲିଟରେଚର ଅଛି ଷ୍ଟେଜ କ୍ରାଫ୍ଟ ଅଛି ତାହେଲେ ଆମେ ଲିଟରେଚର ପଢିବା। ତ ସମସ୍ତେ ପ୍ଲିଜ ଖାତା କଲମ ଧରି ବସନ୍ତୁ। ଯୋଉଠି ବୁଝିପାରିବେନି ମତେ ପଚାରିବେ। ଓଡିଶାରେ ବିଧିବଦ୍ଧ ନାଟକ ହବା ପୂର୍ବରୁ ଆପଣ ମାନେ ସମସ୍ତେ ଜାଣି ରଖନ୍ତୁ ବା ଲେଖି ରଖନ୍ତୁ ଯେ ଲୋକ ନାଟକ ଥିଲା। ଲୋକ ନାଟକ କଣ ନା ଆପଣଙ୍କ ଆଞ୍ଚଳିକ ଯୋଉ ଅଞ୍ଚଳରେ ଆପଣ ରହୁଛନ୍ତି ଧରା ଯୋଉ ଭାଇ ଏଇଠି କହିଲେ ମୁଁ ବ୍ରହ୍ମପୁରରେ ଅଛି। କିଏ ବାଲେଶ୍ୱର ଜଏନ କରୁଛନ୍ତି କିଏ ଜଗତସିଂହପୁର ଜଏନ କରୁଛନ୍ତି ଏମାନେ କଣ ତାଙ୍କର ଲୋକାଲ ଗୋଟେ ଏରିଆରେ ଗୋଟେ ସ୍ଵତନ୍ତ୍ର ଗୋଟେ ଲୋକ କଳା ଥିବ ବା ଲୋକ ନୃତ୍ୟ ଥିବ। ତ ଯେତେବେଳେ ଯାତ୍ରା ନଥିଲା ଥିଏଟର ନଥିଲା ଫିଲ୍ମ ନଥିଲା ସେତେବେଳେ ଲୋକ କଳା ହିଁ ଲୋକମାନଙ୍କ ଦ୍ଵାରା ପ୍ରଭାବ ପକଉଥିଲା ବା କିଛି ହଉଥିଲା ସେ ଦଣ୍ଡ ନାଟ ହଉ ପାଲା ହଉ ଦାସକାଠିଆ ହଉ ଏଇ ସବୁ କଣ ନା ଏଟା ଲୋକ ନୃତ୍ୟ ଲୋକ ନାଟକ ଶ୍ରେଣୀର ଅନ୍ତର୍ଭୁକ୍ତ। ଏଇଟା ନାଟକ ପୂର୍ବରୁ ଏଇ ସବୁ ଜିନିଷ ଥିଲା ବା ତାର ରାଜତ୍ଵ ଥିଲା। ଓଡିଆ ନାଟକ ଆସିଲା କେତେବେଳେ 1877 ମସିହାରେ ଲେଖନ୍ତୁ। ସେଟା କଣ ବାବାଜୀ ନାଟକ ପ୍ରଥମ ଲେଖା ହେଲା। ତ ଏଇ ପାରମ୍ପରିକ ନାଟକ ପୂର୍ବରୁ ମୁଁ ଆପଣ ମାନଙ୍କୁ କହିଲି ଯେ ଲୋକ ନାଟକ ସେତେବେଳେ ଚାଲିଥିଲା ସେ ଲୋକ ନାଟକ ଗୁଡା କଣ ଥିଲା ନା କଣ ଯାତ୍ରା ଥିଲା ଲୀଳା ଥିଲା ଗୀତି ନାଟ୍ୟ ଥିଲା ରାସ ଥିଲା ସୁଆଙ୍ଗ ଥିଲା ଗୋଟି ପୁଅ ନାଚ ଥିଲା ଦାସକାଠିଆ ଥିଲା ପାଲା ଥିଲା ଇତ୍ୟାଦି ଏଟା ଲୋକ ନାଟକ ରେ ଯାଉଛି ବା ଯାହା ଆପଣଙ୍କ ଅଞ୍ଚଳରେ ଆଜି ବି ହଜାର ହଜାର ବର୍ଷ ହେଲା ସେଇ ଜିନିଷ କରାହଉଥିବ ଆମ ଏମିତି ମୋ ଘର ପାଖରେ ଚଢେଇଆ ଚଢିଆଣି ନୃତ୍ୟ ଅଛି ଯାହାକୁ ଆଜି ହଜାର ହଜାର ବର୍ଷ ଲୋକ ସେମାନେ ଗୋଟେ ନାକରେ ଏମିତି ଠୋଟ ଲଗେଇ କେଉଟ ଲୋକ ବୁଲି 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 ସେ ନାଟ କରନ୍ତି ଯାହା ଖାଇବାକୁ ମିଳେ ସେଇଟା ଖାଇକି ହିଁ ବଞ୍ଚନ୍ତି ଯିଏ ଯାହା ଭିକ୍ଷା ଦେଲା ସେଇ ଭିକ୍ଷାରେ ସେମାନେ ବଞ୍ଚନ୍ତି। କିନ୍ତୁ ତାହା ଆଜି ମାତ୍ରା କମିଗଲାଣି କିନ୍ତୁ ଦିନ ସମୟ ଥିଲା ମନୋରଞ୍ଜନ ପାଇଁ ଏଇଟା ହିଁ ଗୋଟେ ମାଧ୍ୟମ ଥିଲା। 200 400 ବର୍ଷ ତଳେ ଏଇଟା ହିଁ ତାଙ୍କ ଆମ ଏରିଆରେ ବାଲେଶ୍ୱରରେ ମନୋରଞ୍ଜନର ଗୋଟେ ମାଧ୍ୟମ ଥିଲା। ବା ଗୋଟେ ଅଙ୍ଗ ଥିଲା ଆମେ କହିବା ଅତ୍ୟୁକ୍ତି ହେବ ନାହିଁ ବା ଆପଣଙ୍କ ଅଞ୍ଚଳରେ ବି ଏମିତି ଲୋକ ନୃତ୍ୟ ବା ଲୋକ ନାଟ ନିହାତି ଥିବ ତ ଏଟା ଗୋଟେ କଳାକାର ହିସାବରେ ଆପଣଙ୍କୁ କାହିଁକି ଜାଣିବା ଦରକାର ଧରାଯାଉ ମୁଁ କହିବି ଏବେ ଶୁଭେନ୍ଦୁ ଭାଇ କୁ ଯେ ଆପଣ ବ୍ରହ୍ମପୁର 5ଟା ଲୋକ ନାଟକ ଉପରେ କୁହନ୍ତୁ। ଯଦି ସେ କଳାକାର ବା କଳାକାର ହେବାକୁ ଚାହିଁଛନ୍ତି ତ ସେ ତାଙ୍କ ଅଞ୍ଚଳ ବା ଓଡିଶା ହଉ ବା ତାଙ୍କ ନିଜ ଅଞ୍ଚଳର ପାରମ୍ପରିକ ନାଟକ ବା ନୃତ୍ୟ ବିଷୟରେ ଜ୍ଞାନ ରହିବା ନିହାତି ଆବଶ୍ୟକ। କାହିଁକି ନା ଆପଣ କଳାକାର ହେବା ପାଇଁ ଆସିଛନ୍ତି ଯଦି ମୁଁ ସଫ୍ଟୱୟାର ଇଞ୍ଜିନିୟର ହେବି ସଫ୍ଟୱୟାର ର ମୁଁ ହିଷ୍ଟ୍ରି ନ ଜାଣିବି ବା ଏଇ ଟେକ୍ନୋଲୋଜି ର ଆରମ୍ଭ ଷ୍ଟାର୍ଟିଂ ନ ଜାଣିବି ତ ମୁଁ ତାହେଲେ କାହିଁକି ଏଇ ଫିଲ୍ଡରେ କାମ କରିବି। ଠିକ ସେମିତି ଆପଣ ଯଦି କଳାକାର ହବାକୁ ଆସୁଛନ୍ତି ଆଉ କଳାକାର ହବା ପାଇଁ ଚାହିଁଛନ୍ତି ତ ଆପଣ ନିହାତି ଆପଣଙ୍କର ହକ୍ ବନୁଛି ଆପଣ ଜାଣିବେ ଯେ ମୋର ଇତିହାସ କଣ ଅଛି ମୋର ଲୋକାଲ ଏରିଆ ର ସଂସ୍କୃତି କଣ ଥିଲା ସେଠି କଣ କଣ କଲଚରାଲ କାମ ହଉଥିଲା ଆପଣ ଜାଣିବା ନିହାତି ଦରକାର। ପ୍ଲସ ଓଡିଶାରେ କଣ ହଉଥିଲା ସେଟା ତ ଜାଣିବେ ପ୍ରଥମେ ନିଜ ଏରିଆ ବିଷୟରେ ଜାଣନ୍ତୁ। ସେଥିପାଇଁ ଆପଣ କୋଉଦିନ ଏନ୍ଏସଡି ଆପ୍ଲାଏ କରିବେ ବା ଆମ ସଙ୍ଗୀତ ମହାବିଦ୍ୟାଳୟ ଆପ୍ଲାଏ କରିବେ ପ୍ରଥମ ପ୍ରଶ୍ନ ଆପଣଙ୍କୁ ପଚାରେ ଯେ ଆପଣଙ୍କ ଏରିଆ ର ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ଆଉ ଲୋକ କଳା ଉପରେ କୁହନ୍ତୁ ପ୍ରଥମ ପ୍ରଶ୍ନ କରନ୍ତୁ।
ବୁଝିପାରୁଛନ୍ତି ସମସ୍ତେ କନେକ୍ଟେଡ ହେଇପାରୁଛନ୍ତି, ବୁଝିପାରୁଛନ୍ତି ମୋ କଥା। ତେଣୁ ଆପଣ ମାନେ ଯେତେବେଳେ କାଲି ଗୋଟେ ମଞ୍ଚରେ ଛିଡା ହେବେ, ଆପଣଙ୍କ ଏରିଆରେ ଆପଣଙ୍କୁ ଡକା ହେଇକି ସମ୍ମାନିତ କରାଯିବ, ତ ଆପଣ ଯେମିତି ଆପଣଙ୍କ ସମସ୍ତେ ଭାଷଣ ଦେବେ, ଆଉ ଆପଣଙ୍କ ଭାଷଣ ଭିତରେ ଯେମିତି ଫରକ ରହିବା ଦରକାର। ଆପଣଙ୍କୁ କାଲି ଗୋଟେ ଆପଣଙ୍କ ଏରିଆରେ ଗୋଟେ ବଡ ଫେଷ୍ଟିଭାଲ ହଉଥିବ, ବର୍ଷା ଦିନ ହଉଥିବ, ୟା ତ ଶୀତ ଦିନ ହଉଥିବ, ଆପଣଙ୍କୁ ଡାକିଲେ ଯେମିତି ଆପଣ ଆଉ 5ଟା କଥା ଯେମିତି ନୂଆ କଥା କହିପାରୁଥିବେ। ଆପଣ ସେଇ ନମସ୍କାର, ସମସ୍ତଙ୍କୁ ଧନ୍ୟବାଦ ଦଉଛି, ମତେ ଆଜି ସମ୍ମାନିତ କଲେ, ଏ କଲେ, ଏଇଟା ସମସ୍ତେ କହିବେ। କିନ୍ତୁ ଆପଣ ଯେହେତୁ କଳାକାର, ଆପଣ ଯେହେତୁ ଗୋଟେ ଫିଲ୍ଡରେ ଏବେ 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 ଶିଖୁଛନ୍ତି, ବା ଆପଣ ଷ୍ଟୁଡିଓସ୍ ସହିତ ଜଏନ୍ କରୁଛନ୍ତି, ଜାଣିବାକୁ ଚାହୁଁଛନ୍ତି, ତ ଟୋଟାଲି ଆପଣ ଲଜିକାଲି ଏବଂ ହିଷ୍ଟ୍ରିକାଲି ସବୁ କଥା ଆପଣ ନଲେଜ ରହିବା ଦରକାର। ସେଥିପାଇଁ ଆଜି ପ୍ରାକ୍ଟିକାଲ କ୍ଲାସ ରୁ ଟିକେ ହଟକେ ଆଜି ଆପଣ ମାନଙ୍କୁ କଣ କରାଗଲା, ଆପଣଙ୍କୁ ଆଜି ଲିଟରେଚର ବିଷୟରେ ଆପଣଙ୍କୁ ଡକା ହଉଛି, ଯାହା ଆପଣ ଖାତା କଲମରେ ଲେଖି ଚାଲନ୍ତୁ। ଏଥିରେ କଣ ନା, ଓଡିଆ ନାଟକର ବିକାଶ ପଥରେ ଏଇ ପାଲା, ସ୍ୱାଙ୍ଗ, ତାମସା, ଗୋଟିପୁଅ ନାଚ, ଦାସକାଠିଆ ଏମାନଙ୍କର ଅବଦାନ ବହୁତ, ଯାହା ଆଜି ବି ଆମ ଏରିଆରେ ପାଲା ହଉଥିବ, ଦାସକାଠିଆ ହଉଥିବ, କିନ୍ତୁ ବହୁତ କମିଗଲାଣି। ଏବେ ୟାର ସଂଖ୍ୟା କମିଗଲା ନା, ବହୁତ କମିଗଲାଣି। ସେତେବେଳେ କଣ କରାହଉଥିଲା, ଯେ ଆପଣ ମତେ ପ୍ରଶ୍ନ କରିପାରିବେ, ସାର୍ ସେତେବେଳେ ଖାତା କଲମ ନଥିଲା, ସେମାନେ ସ୍କ୍ରିପ୍ଟ କେମିତି ଲେଖୁଥିଲେ? କିଛି ତ ଲେଖିଲେ, ସେମାନେ ଶ୍ଲୋକ ଲେଖିବେ, ସେମାନେ କୋଉ ଗୀତା ପଢିବେ, ସେମାନେ ଭାଗବତ ପଢିବେ, ସେଠୁ ଗୋଟେ ଟପିକ ଉଠେଇବେ, ସେ ଟପିକ କୁ ଧରି ସେମାନେ ପାଲା ଗାଇବେ, ବା ସେମାନେ ଗୋଟେ ଗୋଟିପୁଅ ନାଚ କରିବେ, ତାମସା କରିବେ, ସ୍ୱାଙ୍ଗ କରିବେ। ତ ଏଇ ଯୋଉ କରିବେ, ଏଟା କେମିତି କରିବେ? ସ୍ୱାଙ୍ଗ ରାଧାକୃଷ୍ଣଙ୍କ ଉପରେ ଗୋଟେ ରାସଲୀଳା ସେମାନେ ଦେଖେଇବେ। ବିଭିନ୍ନ ଯୋଉ ଘଟଣା, ପ୍ରତିବର୍ଷ ନୂଆ ନୂଆ କଥା କୋଉଠୁ ଆଣନ୍ତି? ସେମାନେ ଭାଗବତ, ଗୀତା, ପୌରାଣିକ ବହି ସବୁ ପଢୁଥିଲେ ଏବଂ ତାଳ ପତ୍ର ଲେଖୁଥିଲେ, ତାଳ ପତ୍ରରେ ଲେଖୁଥିଲେ। ଧାର୍ମିକ ସ୍ଥାନ, ମନ୍ଦିର ହଉ, ମଠ ହଉ, ବା ଗୋଟେ କୋଉଠି ପୂଜା ପର୍ବ ହଉଥିବ, ଏଇ ଦୁର୍ଗା ପୂଜା ହେଲା, ଦୁର୍ଗା ପୂଜାରେ ସେମାନେ କଣ କଲେ, ଗୋଟେ ପେଣ୍ଡେଲ କଲେ, ବା ଗୋଟେ ସଫାସଫି ଗୋଟେ ଜାଗା କରିଦେଲେ, ସେଠି ସେମାନେ ଏଇଭଳିଆ ପାଲା, ଦାସକାଠିଆ କରୁଥିଲେ। ଖାରବେଳ ଥିଲା ବେଳେ ହିଁ ଓଡିଶାରେ କଳା ଏତେ ପ୍ରଚାର ହେଲା, ଏତେ କାମ ହେଲା, ଯାହା ଓଡିଆ ଇତିହାସରେ ଖାରବେଳକୁ ମନେ ରଖିଛି। ହାତୀ ଗୁମ୍ଫା ସେ ଶିଳାଲେଖ କରିଥିଲେ, ଏବଂ ସିଏ ଥିଲାବେଳେ ବହୁତ ଜାଗାରେ ସିଏ ଗଡ ବିଜୟ କରିବ, ମାନେ ତାଙ୍କର ନାଟକ ହବ, ନାଟକ ମାନେ ପାଲା, ଦାସକାଠିଆ ହବ। ସିଏ ତାଙ୍କର କାହାର ଜନ୍ମଦିନ ହବ, ତ ଏଇ ସବୁ ହବ। ତ ସିଏ ଗୋଟେ କଲଚର ତିଆରି କଲେ। ଯେମିତି ଏବେ କଲଚର ହେଇଛି ଯେ, ଆମେ ଆମ ଗାଁ କ୍ଲବ ରେ ପଇସା ଉଠେଇବା, ସମସ୍ତେ ଗୋଟେ ଗୋଟେ ସାର୍ଟ ପିନ୍ଧିବା, ଏକା ନାଁ ଲେଖା ହବ, ଦ ଲୟନ୍ସ କ୍ଲବ ଅମୁକ ଏରିଆ, ଦା ଅମୁକ କ୍ଲବ ଅମୁକ ଏରିଆ, ପୁରା ଏମିତି ରହିବ। ଏସବୁ କଣ, ଏଟା ଗୋଟେ କଲଚର ତିଆରି ହେଲା। କିଏ ଗୋଟେ କୋଉ ଗୋଟେ କ୍ଲବ ରେ ଲୋକ ପିଲା କଲେ, ତାକୁ ଦେଖିକି ଆପଣଙ୍କ ଗାଁ ପିଲା ଭାବିଲେ ଆମେ ବି ତାଙ୍କ ଭଳିଆ କରିବା। ତ ଏଇ ଯୋଉ ଜଣେ ଆରମ୍ଭ କଲେ, ଯୋଉ କଲଚର ଟା ବଢେ, ତ ଏଟା ଖାରବେଳଙ୍କ ସମୟରେ ଆରମ୍ଭ ହେଇଗଲା। ଖାରବେଳ ବହୁତ ପ୍ରଚାର କଲେ, ଯେ ଭାଇ ମୁଁ ଜିତିଛି, ଆଜି ନାଚ ଗୀତ କର, ଲୋକଙ୍କୁ ଡାକ, ପାଲା ଦେଖାଅ, ଆଜି ମୋ ପୁଅର ଜନ୍ମଦିନ, ଚାଲ ଏଟା କର। ତ ସିଏ ସବୁ ଖୁସିରେ ହିଁ କଲଚରାଲ କାମ ହିଁ କଲେ। ତ ଲୋକଙ୍କ ମନରେ ପ୍ରଭାବ ପଇଲା, ଆଚ୍ଛା ଆଚ୍ଛା, ମୋ ପୁଅ ଜନ୍ମ ହେଲେ ସତ୍ୟନାରାୟଣ ପୂଜା କରିବାକୁ ପଡିବ, ଆଉ ଗୋଟେ ପାଲା କରିବାକୁ ପଡିବ। ତାହେଲେ ରାଜା କରୁଛନ୍ତି, ତ ମୁଁ କାହିଁ କରିବିନି? ରାଜା 1000 ଲୋକ ଖାଇବାକୁ ଦଉଛନ୍ତି, ମୁଁ 100ଟା ଲୋକ ଖାଇବାକୁ ଦେବି, ଚାଲ ମୁଁ ବି ମୋ ଘରେ କରିବି। ତ ଏଇ ଯୋଉ କଲଚର ଟା ଆରମ୍ଭ ହେଲା, ତ ଖାରବେଳକୁ ଧନ୍ୟବାଦ ଦେବା କଥା, ଯେ ଖାରବେଳ ମହାରାଜ ଥିଲା ବେଳେ ଏଇ ଜିନିଷ ପୁରା ପ୍ରଚାର କଲେ। ତାଙ୍କୁ ଦେଖିକି ଲୋକ କିଛି କରିବାକୁ ଚେଷ୍ଟା କଲେ। ଜଣେ ଜମିଦାର ଥିଲେ, ଯୋଉମାନେ ମାନେ କିଛି ବାପା ମାଙ୍କ ସମ୍ପତ୍ତି ଥିଲା, ତ ସେମାନେ ପଇସା ତ କୋଉଠି କୋଉଠି ଇନଭେଷ୍ଟ କରିବେ ନା, ଲୋକଙ୍କୁ ଦେଖେଇବେ ମୁଁ ଧନୀ ବୋଲି। ତ ଏଇଭଳିଆ ଜିନିଷ କଲେ, କିନ୍ତୁ ଆରମ୍ଭ କରିଥିଲେ ଖାରବେଳ। ଖାରବେଳକୁ ସବୁବେଳେ ମନେ ରଖିବା ଦରକାର, ବା ଖାରବେଳ ମହାରାଜକୁ ଆମେ ସବୁବେଳେ ଆମ ଓଡିଆ ଇତିହାସରେ ଧନ୍ୟବାଦ ଦଉ। ସିଏ ଥିଲାବେଳେ ଆମ ଭାଷାର ପ୍ରଚାର ହେଇଛି, ସିଏ ଥିଲାବେଳେ ଆମ ନାଟକ, ନୃତ୍ୟ ଏସବୁ ଆଗକୁ ଯାଇଛି, ସେ ବହୁତ ପ୍ରଚାର କରିଛନ୍ତି।